ତୁମେ ଦେଖିବ ମୁଁ ଆଗେ ବହୁତ ଅନୁଭବ କରନ୍ତି ଲୋକମାନେ ପୁରୀକି ଟିକେ ଯାଇ ହେଉନାହିଁ କାଳିଆ ଦର୍ଶନ କରିବା ପାଇଁ, କିନ୍ତୁ ସେ ସବୁ ଭଗବାନଙ୍କୁ ଘର ପାଖରେ ବା ଘର ଭିତରେ ଭଗବାନଙ୍କୁ ଡାକନ୍ତି, ସ୍ମରଣ କରନ୍ତି। କିନ୍ତୁ ଏବେକା ସମୟରେ ଦେଖିବ ପଞ୍ଚାୟତରେ 4-5ଟା ଯେକୌଣସି ମନ୍ଦିର ଠାକୁର ସବୁ ହେଇଛନ୍ତି, କିନ୍ତୁ ସେ ମନ୍ଦିରକୁ ଚଲେଇବା ପାଇଁ ତୁମେ ଯଦି ମାସିକ 50 ଟଙ୍କା, ବର୍ଷକୁ 500-600 ଟଙ୍କା ପଡ଼ୁଛି, ସେ ଜିନିଷକୁ ସେମାନେ ବି କେବେ ଦେବାକୁ ରାଜି ନୁହେଁ। ଖାଲି ଭଗବାନଙ୍କୁ ଡାକିବାଟା ଥୟ। ଭଗବାନଙ୍କୁ ଡାକିଲେ ମନ ଭିତରେ କେବେ ପୁଣ୍ୟ ତୁମର ନଥାଏ। ସେଟା ହେଉଛି ଦେଖାଣିଆ ଭକ୍ତି। ଯିଏ ପ୍ରକୃତ ଭକ୍ତି କରେ, ସିଏ 50 ଟଙ୍କା ଦାନ କ'ଣ, ସେ 100 ଟଙ୍କା 500 ଟଙ୍କା ସେ ନିଜ ଇଚ୍ଛାରେ ହିଁ ସେ ସବୁ ଦାନ କରନ୍ତି। କିନ୍ତୁ ବର୍ତ୍ତମାନ ଗୋଟେ 50 ଟଙ୍କାଟେ ବି ଦାନ କରୁନାହାନ୍ତି। କିନ୍ତୁ ମଦ ମାଂସ ଏକରେ ଦିନରେ ବାରିରେ 500-1000 ଟଙ୍କା ଉଡ଼ିଯିବ, କିନ୍ତୁ 50 ଟଙ୍କା କେହି ଦାନ କରିବେ ନାହିଁ। କିନ୍ତୁ ଯେତେବେଳେ ସେଇ ପିଲା ମେଡ଼ିକାଲରେ ପଡ଼ିଥିବେ କରିଥିବେ, ଭଗବାନଙ୍କୁ ଡାକିବେ, ମୋ ଛୁଆଙ୍କୁ ବଞ୍ଚିଦେ। ହେଲେ ଭଗବାନଙ୍କୁ ତୁମେ ଅନେଇଥିଲେ ଭଗବାନ ତୁମକୁ ଅନେଇବେ, ନଚେତ୍ ଭଗବାନ ଅନେଇବାର ତୁମକୁ କେବେ କ୍ଷମା କରିବେ ନାହିଁ। ତୁମେ ତ ତାଙ୍କର ସମ୍ପର୍କରେ ନାହଁ, ଭଗବାନ କାହିଁକି ତୁମକୁ ଅନେଇବେ? ସେଥିପାଇଁ ପରିସ୍ଥିତି ଆସିକି ଗମ୍ଭୀର ଆଡ଼କୁ ଗତି କଲାଣି। ମଣିଷ ମରିବାଟା ଥୟ। କାହିଁକି ନା ମନ ଭିତରେ କେବେ ଗୋଟେ ଭଲ ପାଇବାର ଆଶା ହିଁ ନାହିଁ। ମନ ଭିତରେ ଅହଙ୍କାର ଭରି ରହିଛି। ମୃତ୍ୟୁର ସୁନିଶ୍ଚିତ।